ରହିଛି ସେଇ ରିଙ୍ଗ ମାଷ୍ଟର କିଶୋର ଖଣ୍ଡୁଆ ତାଙ୍କର ନାଟକ ଦୁଇ ଖଣ୍ଡ ନାଟକ ଏ ବର୍ଷ ଅଛି। ଗୋଟେ ନାଟକ ରଙ୍ଗବଜାର ରଙ୍ଗନାୟିକା ଏବଂ ଆଉ ଗୋଟେ ନାଟକ ରାଜଧାନୀ କୁଲି ରାଜକୁମାର। ଆହୁରି ଖଣ୍ଡେ ନାଟକ ଅଛି ନିହାର ମହାନ୍ତି ଏବଂ ବଳିଆ ସାରଙ୍କର ହା କୃଷ୍ଣ କହି ଜୀବ ଯାଉ। ନାଟକ ତ ମୁଁ କହିପାରିବିନି, ସେମାନେ ଭଗବାନ। ଜନ୍ମ ହେଲା ପରେ ବାପା ମାକୁ ଜାଣିଥିଲି ଭଗବାନ। ଯେତେବେଳେ ଯାତ୍ରାରେ ପାଦ ଦେଲି ଆଜି ଯାଏ ମୁଁ ଜାଣି ଆସୁଛି ଦର୍ଶକ ହଉଛନ୍ତି ମୋ ପାଇଁ ଭଗବାନ। ତା ନହେଲେ ଆଜି 30 ବର୍ଷ ଧରି ଯୋଉ ଗୌର ଦାସକୁ ଏ ଦର୍ଶକ ଭଲ ପାଉଛନ୍ତି ଏବଂ ଗୌର ଦାସ ଯୋଉ ପାଟିରେ ଥାଉ ଯୋଉ ନାଟକ ହଉ ଲୋକ ଦେଖିବାକୁ ଭିଡ଼ ଜମାଉଛନ୍ତି। ତେଣୁ ଦର୍ଶକ ମୋ ପାଇଁ ଭଗବାନ। ସେମିତି ଗୌର ଦାସକୁ ଭଲ ପାଉଥାନ୍ତୁ, ଆଶୀର୍ବାଦ କରୁଥାନ୍ତୁ। ପ୍ରତିବର୍ଷ ମୁଁ ନିଶ୍ଚିତ ଆପଣମାନଙ୍କୁ ଯେମିତି ନୂଆ ନୂଆ ନାଟକ ସୁପର ନାଟକ ଭେଟି ଦଉଛି, ଏ ବର୍ଷ ମଧ୍ୟ ମୁଁ ସୁପର ନାଟକ ଭେଟିଦେବି। ସେତେ ସବୁ ନାଟକରେ ତ ଅନାଥ ପିଲା। ଗୌର ଦାସ କହିଲା ବେଳକୁ ମୋ ଆଖି ଲୁହ ପଳେଇ ଆସିଛି। ଆଜି ପର୍ଯ୍ୟନ୍ତ ରାଇଟର ଡିରେକ୍ଟର ଗୌର ଦାସ ଗୋଟେ ଅନାଥ ପିଲା କରିଦେଇଛନ୍ତି। ଲୋକଙ୍କ ଆଗରେ ମୁଁ ସେ ଅନାଥ ପିଲା ଯୋଉ କଷ୍ଟ, ଯୋଉ ପରିଶ୍ରମ, ଯୋଉ ଦୁଃଖରେ ସେ ବଢେ, ସେ ଚରିତ୍ରଟାକୁ ମୁଁ ଲୋକଙ୍କ ପାଖରେ ପହଞ୍ଚି ପାରୁଛି, ସେଇଟା ମୋ ପାଇଁ ବି ଗୋଟେ ଗର୍ବର କଥା। ବହୁତ ଦିନର ଆଶା ଥିଲା। ଆଉ ଭଗବାନଙ୍କୁ ମୁଁ ବି ଡାକୁଥିଲି ଯୋଉଦିନ ଭୋଟ ଗଣତି ଚାଲିଥାଏ ଯେ ଦୀର୍ଘ 10 ବର୍ଷ ଧରି ସେ ବହୁତ ସଂଗ୍ରାମ କରିଥିଲେ, ଦୁଇ ଥର ବିଫଳ ହେଇ ଏଥର ଯେତେବେଳେ ସେ ଜିତିଲେ, ରାତି ସନ୍ଧ୍ୟା 7ଟା ସାଢେ 7ଟା ମୁଁ ଲଗେଇଲି, ମୋ ଫୋନ ଉଠେଇଲେ। ଆଉ ଗୌର, ମୁଁ କହିଲି ଯା ହଉ ଏଥର ବାଜି ମାତ। ନା ହଁ, ସମସ୍ତଙ୍କର ଆଶୀର୍ବାଦ ଥିଲା, ତମମାନଙ୍କର ଭଲ ପାଇବା ଥିଲା ବୋଲି ମୁଁ ଜିତିଛି। ତାପରେ ପରେ ଯେତେବେଳେ ଶୁଣିଲି ମନ୍ତ୍ରୀ ପଦ, ସେଟା ଆହୁରି ଗର୍ବର କଥା। ତେଣୁ ନିଶ୍ଚିତ ଭାବରେ ଯେମିତି ଟୁଟୁ ବାବୁ ଏ ବର୍ଷ ମନ୍ତ୍ରୀ ପଦ ପାଇଛନ୍ତି, ଟୁନା ବାବୁଙ୍କ ସହଯୋଗ, ଯାତ୍ରା ଶିବାନୀ, ମୌଡ଼ମଣି ଶିବାନୀ ନିଶ୍ଚିତ ଭାବରେ ସେମିତି ସାରା ଓଡ଼ିଶାରେ ବର୍ଷ ନାଁ କରିବ। ଆଉ ତଥାପି ମୁଁ କହୁଛି ମୋର ପରା 2 କେ 2 6, ଯେତେ ଚେଷ୍ଟା କଲେ ବି ସେଇ 6 ହେଇଯାଉଛି। ମୋର ମନେ ପଡୁଛି 8-10 ବର୍ଷର ପିଲାଟେ ସାଇ ମନ୍ଦିର ଆଗରେ ହାତରେ ପଲିସ ଆଉ ବ୍ରଶ ଧରି ଡାକୁଥିଲା, ବାବୁ ବୁଟ ପଲିସ କରିବେ, ବାବୁ ବୁଟ ପଲିସ। ସେତିକି ବେଳେ ଆହୁରି ଗୋଟେ କଥା ବି ମନେ ଅଛି। ଭୋକ ବିକଳ ସହି ନ ପାରି ରଘୁ ସାହୁ ଦୋକାନରୁ 2ଟା ବରା ଚୋରି କରି ଖାଇଥିଲି ବୋଲି ସେ ମତେ ଖୁଣ୍ଟରେ ବାନ୍ଧି ପକେଇ ନିର୍ଧୁମ ପିଟିଥିଲା। ତତଲା କରଚୁଲିରେ ମୋ ପିଠିରେ ଦାଗ ବସି ଦେଇଥିଲା। ଠିକ ସେତିକି ବେଳେ ଗଣିତ ମାଷ୍ଟର ମତେ ପୁଅ ବୋଲି କହି ତାଙ୍କ ଘରକୁ ନେଇ ଆସିଥିଲେ। ସେଇଥିପାଇଁ ପୁରା ମୁଁ ତତେ କହୁଛି, ମତେ ଟିକେ